मो प्रिय माने प्रभु जीशुଙ୍କ नामରେ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି। ଆପଣମାନେ କ'ଣ ଭଲରେ ଅଛନ୍ତି, ଖୁସିରେ ଅଛନ୍ତି? ପ୍ରଭୁଙ୍କ ଲୋକମାନେ ଆପଣମାନେ କ'ଣ ପ୍ରତିଦିନ ଈଶ୍ୱରଙ୍କ ବାକ୍ୟ ଶାସ୍ତ୍ରକୁ ଧ୍ୟାନ କରୁଅଛନ୍ତି? ଆମ୍ଭେମାନେ ପ୍ରତିଦିନ ଈଶ୍ୱରଙ୍କ ବାକ୍ୟ ସହିତ ଉତ୍ତମ ସୁସମ୍ପର୍କ ସ୍ଥାପନ କରିବା ଦରକାର, ପ୍ରତିଦିନ ଧ୍ୟାନ କରିବା ଦରକାର। ଯହିଁରେ ଆମ୍ଭମାନଙ୍କ ଆତ୍ମିକ ଜୀବନ ନିମନ୍ତେ ଆମ୍ଭମାନଙ୍କୁ ବଳ ଊର୍ଜା ମିଳିଥାଏ, ତହିଁରେ ଆମ୍ଭେମାନେ ଆତ୍ମିକ ଭାବରେ ବଳିଷ୍ଠ ହୋଇଥାଉ। ତେବେ ଆମ୍ଭେମାନେ ଆଜି ଈଶ୍ୱରଙ୍କ ବାକ୍ୟକୁ ପଢ଼ିବା ପାଇଁ ଯିବା। ଆପଣମାନେ ଦେଖୁଥିବେ ବହୁତ ସୁନ୍ଦର ସ୍ଥାନରେ ମୁଁ ଅଛି। ତେବେ ଆସନ୍ତୁ ଆମେମାନେ ଆଗକୁ ବଢ଼ିବା। ଯୋଶୁଆ 3:7 ଆମ୍ଭେ ଆଜି ଦିନ ସମୁଦ୍ରରେ ଇସ୍ରାଏଲଙ୍କ ସାକ୍ଷାତରେ ତୁମକୁ ସମ୍ଭ୍ରାନ୍ତ କରିବାକୁ ଆରମ୍ଭ କରିବା। ଏଠାରେ ପ୍ରଭୁ କହୁଅଛନ୍ତି, ଆମ୍ଭେ ତୁମ୍ଭକୁ ସମ୍ଭ୍ରାନ୍ତ କରିବା। ମୋହର ପୁଅ, ମୋହର ଝିଅ, ଆମ୍ଭେ ତୁମ୍ଭକୁ ଲୋକଙ୍କ ଆଗରେ ସମ୍ଭ୍ରାନ୍ତ କରିବା। ପ୍ରଭୁଙ୍କ ପ୍ରିୟ ଲୋକମାନେ, ପରମେଶ୍ୱର ଆପଣା ଲୋକମାନଙ୍କୁ ସମ୍ଭ୍ରାନ୍ତ କରିବା ପାଇଁ ଇଚ୍ଛା କରନ୍ତି। କିନ୍ତୁ ଅନେକ ସମୟରେ ଆମମାନଙ୍କ ଜୀବନରେ ଯେଉଁମାନେ ଜଡ଼ିତ ହୋଇଅଛନ୍ତି, ସେମାନଙ୍କ ଦ୍ୱାରା ହୁଏତ ଆମେମାନେ ଦୁଃଖ, କଷ୍ଟ, ସମସ୍ୟା ବା ନିନ୍ଦା ଶୁଣିବାକୁ ପଡ଼ିଥାଏ। କିନ୍ତୁ ଆମ୍ଭେମାନେ କେବେ ମଧ୍ୟ ସେମାନଙ୍କ କଥା ଶୁଣି ଦୁଃଖିତ, ନିରାଶ ନ ହେଉ। ଏହି ବାକ୍ୟ ମୋହର ନିଜ ଅତୀତ ଜୀବନ ସମ୍ବନ୍ଧରେ ମୋତେ ମନେ ପକାଇ ଦେଉଛି। ପ୍ରଭୁଙ୍କ ଲୋକମାନେ ଦିନ ଥିଲା, ମୋର ଶରୀର ବହୁତ ଅସୁସ୍ଥ ହୋଇଥିଲା, ହୃଦୟ ବଢ଼ିଯାଇଥିଲା, ପୁଣି ଡାହାଣ ଗୋଡ଼ ମଧ୍ୟ ମୋର ଫୁଲିଯାଇ ବହୁତ ଖରାପ ହୋଇଥିଲା। କିନ୍ତୁ ପରମେଶ୍ୱର ତାଙ୍କ ମହା ଅନୁଗ୍ରହରୁ ମୋତେ ସୁସ୍ଥ କଲେ। ଆଜି ମୁଁ ସମ୍ପୂର୍ଣ୍ଣ ସୁସ୍ଥ ସବଳ ହୋଇପାରିଛି। ପରେ ମୁଁ ବାଇବଲ ନେଲି, ପୁଣି ପାଠ କରିଲି। ପରମେଶ୍ୱର ମୋତେ ନିଜ ମାତୃଗ୍ରାମ ଆଲମାଡ଼ରୁ ହିଁ ମୋତେ ସେବା ନିମନ୍ତେ ଆହ୍ୱାନ କରିଲେ। ନିଜ ଗ୍ରାମରେ ହିଁ ସେବା କରିବା ବହୁତ କଷ୍ଟଦାୟକ, ଯେହେତୁ ଗ୍ରାମର ଲୋକମାନଙ୍କ ଚକ୍ଷୁରେ ଆମ୍ଭେମାନେ ସବୁବେଳେ ଭଲରେ ନଥାଉ ବା ସେମାନଙ୍କ ଚକ୍ଷୁ ଦୃଷ୍ଟିରେ ଆମେ କେବେ ମଧ୍ୟ ଭଲ ହୋଇପାରିବା ନାହିଁ। ଏଣୁ ମୋର ଆରମ୍ଭ ଦିନରେ ସେବା କାର୍ଯ୍ୟର ପ୍ରାରମ୍ଭ ସମୟରେ ମୁଁ ଅନେକଙ୍କଠାରୁ ବହୁତ ନିନ୍ଦା, ତୁଚ୍ଛ କଥା, ଘୃଣାର ବ୍ୟବହାରକୁ ଦେଖିଅଛି। କିନ୍ତୁ ପ୍ରଭୁ ସେମାନଙ୍କ ଦୃଷ୍ଟିକୋଣରେ ଦିନ ଆସିଲା ମୋତେ ସମ୍ଭ୍ରାନ୍ତ କରିବାକୁ ଲାଗିଲେ। ପୁଣି ସେହି ନିଜର ଲୋକମାନେ ଯେଉଁମାନେ ଦିନେ ମୋତେ ନିନ୍ଦା କଥା କହୁଥିଲେ, ଦିନେ ମୋତେ ତୁଚ୍ଛ କରୁଥିଲେ, ଦିନେ ମୋ ସହ କଥା ହେଉନଥିଲେ, ବର୍ତ୍ତମାନ ସେମାନେ ମୋତେ ଆଶୀର୍ବାଦ କରିବା ପାଇଁ ବା ମୋ ଜୀବନ ଦ୍ୱାରା, ମୋ ହସ୍ତ ଦ୍ୱାରା ଯେପରି ସେମାନେ ଜୀବନରେ ଆଶୀର୍ବାଦ, ତାଙ୍କ ପରିବାର ମଧ୍ୟରେ ଆଶୀର୍ବାଦକୁ ପ୍ରାପ୍ତ ହେବେ, ଏଥିପାଇଁ ମୋତେ ଡାକୁଅଛନ୍ତି। ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ସର୍ବଦା ଆମମାନଙ୍କୁ ଏହି ତୁଚ୍ଛନୀୟ ସ୍ଥିତିରେ ରଖିବା ପାଇଁ ଚାହାନ୍ତି ନାହିଁ। ସେ କହନ୍ତି, ଆମ୍ଭେ ତୁମକୁ ସମ୍ଭ୍ରାନ୍ତ କରିବା। ଆଶ୍ଚର୍ଯ୍ୟ ଭାବରେ ପ୍ରଭୁଙ୍କ ଲୋକମାନେ ଏପରି ଦିନ ସମୟ ପରମେଶ୍ୱର ନିରୂପଣ କରିଥାନ୍ତି, ଯାହା ଆମ୍ଭେମାନେ କେବେ ମଧ୍ୟ ଚିନ୍ତା କରିପାରିବା ନାହିଁ। ହଠାତ୍ ଲୋକମାନେ ମୋ ନିକଟକୁ ଆସିବାକୁ ଲାଗିଲେ, ଯେଉଁମାନେ ମୋତେ ଦିନେ ତୁଚ୍ଛ କରୁଥିଲେ, ନିନ୍ଦା କରୁଥିଲେ, ଦୁଃଖ ଦେଉଥିଲେ। ସେମାନଙ୍କ ବ୍ୟବହାର ଦ୍ୱାରା ମୋ ଜୀବନରେ ମୁଁ ଅନେକ ଦୁଃଖ କଷ୍ଟକୁ ଭୋଗିଅଛି। କିନ୍ତୁ ପରମେଶ୍ୱରଙ୍କ ମହା ଅନୁଗ୍ରହ ଦ୍ୱାରା ସେହି ଲୋକମାନେ ବର୍ତ୍ତମାନ ମୋ ନିକଟକୁ ଆସି ସେମାନଙ୍କ ଜିହ୍ୱା ଦ୍ୱାରା ସେମାନେ ପ୍ରଶଂସା କରୁଛନ୍ତି। ଏହା ପରମେଶ୍ୱରଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟ ଅଟେ। ପରମେଶ୍ୱର ଆପଣା ଲୋକମାନଙ୍କୁ ସମ୍ଭ୍ରାନ୍ତ କରନ୍ତି। ସେ ଆପଣଙ୍କ ମଧ୍ୟ ଆପଣଙ୍କ ଜୀବନରେ, ଆପଣଙ୍କ ପରିବାରରେ, ଆପଣଙ୍କ କାର୍ଯ୍ୟସ୍ଥଳରେ ମଧ୍ୟ ସେ ନିଶ୍ଚୟ ଆପଣଙ୍କୁ ସମ୍ଭ୍ରାନ୍ତ କରିବା ପାଇଁ ପ୍ରସ୍ତୁତ ଅଟନ୍ତି। ତେବେ ଆସନ୍ତୁ ଆମେମାନେ ସମର୍ପିତ ହେବା ପ୍ରଭୁଙ୍କ ହସ୍ତରେ। ଏହା ମନେ ରଖୁ ପ୍ରିୟ ଭାଇ ଭଉଣୀମାନେ, ପରମେଶ୍ୱର ଯଥା ସମୟରେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଆପଣା ଲୋକମାନଙ୍କୁ ସମ୍ଭ୍ରାନ୍ତ କରନ୍ତି। ସେ ଯଥା ସମୟରେ ଉନ୍ନତି ଦିଅନ୍ତି। ଯେଉଁ ଲୋକମାନେ ତୁଚ୍ଛ କରନ୍ତି, ସେମାନଙ୍କ ନଜରରେ, ସେମାନଙ୍କ ଦୃଷ୍ଟିରେ ସେ ସମ୍ଭ୍ରାନ୍ତ ମଧ୍ୟ କରନ୍ତି। ତେବେ ଆସନ୍ତୁ ଆମେମାନେ ପରମେଶ୍ୱରଙ୍କ ହସ୍ତରେ ଆପଣାର ଜୀବନ, ପରିବାର, ସମସ୍ତ ବିଷୟକୁ ସମର୍ପଣ କରି ପ୍ରାର୍ଥନାର ଆଗକୁ ବଢ଼ୁଥିବା। ହେ ପିତା ପରମେଶ୍ୱର, ପ୍ରଭୁ ତୁମ ହସ୍ତରେ ଆମେ ପ୍ରତ୍ୟେକ ସମର୍ପିତ ହେଉଛୁ। ପ୍ରଭୁ ତୁମର ଅନୁଗ୍ରହ, କରୁଣା ଆମମାନଙ୍କ ପ୍ରତି ବର୍ଷାଉଥାଅ, ଯହିଁରେ ଆମେମାନେ ସମ୍ଭ୍ରାନ୍ତ ହେବାର ସୁଯୋଗକୁ ପାଇପାରିବୁ। ପୁଣି ତୁମର ଗୌରବାର୍ଥେ ଅନ୍ୟମାନଙ୍କର ଲାଭର, ପରିତ୍ରାଣର କାରଣ ହୋଇପାରିବୁ। ଏଥିପାଇଁ ଆମ ସମସ୍ତଙ୍କୁ ତୁମେ ଦୟାକରି ସାହାଯ୍ୟ କରିଦିଅ ବୋଲି ଏହି ପ୍ରାର୍ଥନା ନିବେଦନ ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍, ଆମେନ୍।